ନମସ୍କାର ଦର୍ଶକ ବନ୍ଧୁ। ବ୍ରାହ୍ମଣ ପୁତ୍ର ହେବା ପରେ ମଧ୍ୟ ରାବଣକୁ କାହିଁକି ମିଳିଥିଲା ରାକ୍ଷସ ଗୁଣ, ଆସନ୍ତୁ ଆଲୋଚନା କରିବା। ଯେତେବେଳେ ବି ରାମାୟଣର କଥା ଉଠେ, ଭଗବାନ ରାମଙ୍କ ବ୍ୟତୀତ ରାବଣର ନାମ ମଧ୍ୟ ମନେ ପଡ଼ିଥାଏ। ରାବଣ ଲଙ୍କାର ରାଜା ଥିଲେ ଏବଂ ଯୁଦ୍ଧରେ ଶ୍ରୀରାମଙ୍କ ଦ୍ୱାରା ନିହତ ହୋଇଥିଲେ। ଲଙ୍କାପତି ରାବଣ ଜଣେ ମହାଜ୍ଞାନୀ ପଣ୍ଡିତ ଥିଲେ। ରାବଣଙ୍କର ସାତ୍ୱିକ ବା ସତ୍ୱ, ରଜ ଓ ତମ ତିନୋଟି ଗୁଣ ଥିଲା। ତାଙ୍କର ସର୍ବୋଚ୍ଚତମ ଗୁଣ ଓ ସର୍ବନିମ୍ନ ସତ୍ୱ ଗୁଣ ଥିଲା। ବାଲ୍ମୀକି ରାମାୟଣ ଅନୁଯାୟୀ ରାବଣ ପୁଲସ୍ତ୍ୟ ମୁନିଙ୍କ ପୁତ୍ର ମହର୍ଷି ବିଶ୍ରମାଙ୍କ ଏକ ରାକ୍ଷସୀ କୈକେୟୀଙ୍କ ପୁତ୍ର ଥିଲେ। ବିଶ୍ୱାସ କରାଯାଏ ଯେ ରାବଣଙ୍କ ଜନ୍ମ ତିନୋଟି ଅଭିଶାପ ଯୋଗୁଁ ହୋଇଥିଲା। ବାଲ୍ମୀକି ରାମାୟଣ ଅନୁଯାୟୀ ସନକବାଳ ବ୍ରାହ୍ମଣମାନେ ଏକ ଅଭିଶାପ ଦେଇଥିଲେ। ସେହିଭଳି ଭିନ୍ନ ଭିନ୍ନ ସ୍ଥାନରେ ଅନ୍ୟ ଦୁଇଟି ଅଭିଶାପ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି। ତେବେ ଆସନ୍ତୁ ଜାଣିବା ରାବଣ ଜନ୍ମ ପଛର ରହସ୍ୟ ଏବଂ ବ୍ରାହ୍ମଣ ପୁତ୍ର ହେବା ପରେ ମଧ୍ୟ ରାବଣକୁ କିପରି ରାକ୍ଷସ ଗୁଣ ମିଳିଥିଲା। ବାଲ୍ମୀକି ରାମାୟଣ ଅନୁସାରେ ପୌରାଣିକ କାଳରେ ମାଳି, ସୁମାଲି ଓ ମାଲ୍ୟବାନ ନାମକ ତିନିଜଣ ନିଷ୍ଠୁର ରାକ୍ଷସ ଭାଇ ଥିଲେ। ଏହି ତିନିଜଣ ବ୍ରହ୍ମାଙ୍କ କଠୋର ତପସ୍ୟା କରିଥିଲେ, ଯେଉଁଥିରେ ପ୍ରସନ୍ନ ହୋଇ ବ୍ରହ୍ମା ସେମାନଙ୍କୁ ଶକ୍ତିଶାଳୀ ହେବାର ବରଦାନ ଦେଇଥିଲେ। ବରଦାନ ମିଳିବା ମାତ୍ରେ ତିନିଜଣ ସ୍ୱର୍ଗ, ପୃଥିବୀ ଓ ପାତାଳ ଲୋକରେ ଦେବତାମାନଙ୍କ ସମେତ ଋଷି ଓ ମନୁଷ୍ୟକୁ ନିର୍ଯାତନା ଦେବା ଆରମ୍ଭ କଲେ। ଯେତେବେଳେ ତାଙ୍କର ଅତ୍ୟାଚାର ବଢ଼ିବାକୁ ଲାଗିଲା, ଋଷି ଓ ଦେବତାମାନେ ଭଗବାନ ବିଷ୍ଣୁଙ୍କ ନିକଟକୁ ଗଲେ ଏବଂ ତିନି ରାକ୍ଷସ ଭାଇଙ୍କ ଅତ୍ୟାଚାରର ଦୁଃଖ ତାଙ୍କୁ କହିଲେ। ଏହାପରେ ଭଗବାନ ବିଷ୍ଣୁ କହିଥିଲେ ଯେ ମୁଁ ନିଶ୍ଚିତ ଭାବରେ ଏହି ଦୁଷ୍ଟ ରାକ୍ଷସମାନଙ୍କ ବିନାଶ କରିବି। ଅପରପକ୍ଷରେ ମାଳି, ସୁମାଲି ଓ ମାଲ୍ୟବାନ ଏହା ଶୁଣି ନିଜ ସେନା ସହ ଇନ୍ଦ୍ରଲୋକ ଉପରେ ଆକ୍ରମଣ କରିଥିଲେ। ଏହାପରେ ଭଗବାନ ବିଷ୍ଣୁ ଇନ୍ଦ୍ରଲୋକକୁ ଆସି ରାକ୍ଷସମାନଙ୍କ ସଂହାର କରିବା ଆରମ୍ଭ କଲେ। ଭଗବାନ ବିଷ୍ଣୁ ଯୁଦ୍ଧକ୍ଷେତ୍ରକୁ ଆସିବାର କିଛି ମୁହୂର୍ତ୍ତ ପରେ ସେନାପତି ମାଳିଙ୍କ ସମେତ ଅନେକ ରାକ୍ଷସ ପ୍ରାଣ ହରାଇଥିଲେ ଏବଂ ବାକି ସମସ୍ତେ ଲଙ୍କାକୁ ପଳାଇଥିଲେ। ଏହାପରେ ସୁମାଲିନ ନେତୃତ୍ୱରେ ଅବଶିଷ୍ଟ ରାକ୍ଷସମାନେ ଲଙ୍କା ଛାଡ଼ି ପାତାଳରେ ବସବାସ କରିବାକୁ ଲାଗିଲେ। ଦୀର୍ଘ ସମୟ ଧରି ସୁମାଲି ଓ ମାଲ୍ୟବାନ ନିଜ ପରିବାର ସହ ପାତାଳ ଗର୍ଭରେ ଲୁଚି ରହିଥିଲେ। ଦିନେ ସେ ଭାବିଲା, ଦେବତାମାନଙ୍କ ଭୟରେ ଆମକୁ କେତେଦିନ ଏଠାରେ ଲୁଚି ରହିବାକୁ ପଡ଼ିବ। ଏଭଳି ପରିସ୍ଥିତିରେ କ'ଣ ପଦକ୍ଷେପ ନିଆଯିବା ଦରକାର, ଯାହାଦ୍ୱାରା ଦେବତାଙ୍କ ଉପରେ ବିଜୟ ହାସଲ ହୋଇପାରିବ। କିଛି ସମୟ ପରେ ତାଙ୍କ ମନରେ ବିଷ୍ଣୁ କୁବେରଙ୍କ ଧ୍ୟାନ ଆସିଲା। ତାପରେ ତାଙ୍କ ମନରେ ଚିନ୍ତା ଆସିଲା ଯେ କାହିଁକି ନା ତାଙ୍କ ଝିଅକୁ ଋଷି ବିଶ୍ରବାଙ୍କ ସହ ବିବାହ କରାଇବେ, ଯାହାଦ୍ୱାରା ସେ ସହଜରେ କୁବେରଙ୍କ ପରି ତେଜସ୍ୱୀ ପୁତ୍ର ପାଇପାରିବେ। ଏହା ଭାବି ସୁମାଲି ତାଙ୍କ ଝିଅ କୈକେୟୀଙ୍କ ପାଖକୁ ଯାଇ କହିଲେ, ପୁତ୍ରୀ, ତୁମେ ବିବାହ ଯୋଗ୍ୟ ହୋଇସାରିଛ, କିନ୍ତୁ ମୋ ଭୟରେ କେହି ତୁମର ବିବାହ ପ୍ରସ୍ତାବ କଥା ନେଇ ମୋ ପାଖକୁ ଆସୁନାହାନ୍ତି। ତେଣୁ ରାକ୍ଷସ ବଂଶର କଲ୍ୟାଣ ପାଇଁ ମୁଁ ଚାହୁଁଛି ତୁମେ ଶକ୍ତିଶାଳୀ ମହର୍ଷି ବିଶ୍ରବାଙ୍କ ନିକଟକୁ ଯାଇ ତାଙ୍କୁ ବିବାହ କର ଏବଂ ଏକ ପୁତ୍ର ସନ୍ତାନ ପ୍ରାପ୍ତ କର। ରାକ୍ଷସୀ ହୋଇଥିଲେ ମଧ୍ୟ କୈକେୟୀ ଜଣେ ଧର୍ମନିଷ୍ଠ ନାରୀ ଥିଲେ, ଯେଉଁ କାରଣରୁ ତାଙ୍କ ପିତାଙ୍କ ଇଚ୍ଛା ପୂରଣକୁ ନିଜର ଧର୍ମ ଭାବରେ ଗ୍ରହଣ କରିଥିଲେ ଏବଂ ବିବାହ ପାଇଁ ସ୍ୱୀକୃତି ଦେଇଥିଲେ। ଏହାପରେ କୈକେୟୀ ମହର୍ଷି ବିଶ୍ରବାଙ୍କୁ ଭେଟିବା ପାଇଁ ପାତାଳ ଲୋକରୁ ପୃଥିବୀକୁ ଯାଇଥିଲେ। ମହର୍ଷି ବିଶ୍ରବାଙ୍କ ଆଶ୍ରମରେ ପହଞ୍ଚିବା ବେଳକୁ କୈକେୟୀଙ୍କ ସନ୍ଧ୍ୟା ହୋଇସାରିଥିଲା। ଆଶ୍ରମରେ ପହଞ୍ଚିବା ପରେ ପ୍ରଥମେ କୈକେୟୀ ମହର୍ଷିଙ୍କ ଚରଣରେ ପ୍ରଣାମ ଜଣାଇଥିଲେ ଆଉ ତାପରେ ସେ ନିଜ ମନର ଇଚ୍ଛା ପ୍ରକାଶ କରିଥିଲେ। ଏହା ଉପରେ ମହର୍ଷି ବିଶ୍ରବା କହିଲେ, ହେ ଭଦ୍ରେ, ମୁଁ ତୁମର ଏହି ଇଚ୍ଛା ପୂରଣ କରିବି, କିନ୍ତୁ ତୁମେ କୁବେଲାରୁ ମୋ ପାଖକୁ ଆସିଛ, ତେଣୁ ମୋର ପୁତ୍ରମାନେ କ୍ରୂର ଏବଂ ନିଷ୍ଠୁର ହେବେ। ସେହି ରାକ୍ଷସମାନଙ୍କର ରୂପ ମଧ୍ୟ ଭୟଙ୍କର ହେବ। ମହର୍ଷି ବିଶ୍ରବାଙ୍କ କଥା ଶୁଣି କୈକେୟୀ ତାଙ୍କୁ ପ୍ରଣାମ କରି କହିଲେ, ଆପଣଙ୍କ ଭଳି ବ୍ରାହ୍ମଣ କୁଳରେ ମୁଁ ଏଭଳି ଦୁଷ୍ଟ ପୁତ୍ରଙ୍କ ଜନ୍ମ ଚାହୁଁନାହିଁ, ତେଣୁ ଦୟାକରି ମୋ ପ୍ରତି କୃପା କରନ୍ତୁ। ତାପରେ ମହର୍ଷି କୈକେୟୀଙ୍କୁ କହିଲେ ଯେ ତୁମର ତୃତୀୟ ପୁତ୍ର ମୋ ପରି ଜଣେ ଧର୍ମୟା ହେବ। ମହର୍ଷିଙ୍କୁ ବିବାହ କରିବା ପରେ କୈକେୟୀ ଏକ ଭୟଙ୍କର ରାକ୍ଷସ ରୂପ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ, ଯାହାର 10ଟି ମୁଣ୍ଡ ଥିଲା। ତାଙ୍କ ଶରୀରର ରଙ୍ଗ କଳା ଥିଲା ଏବଂ ଆକୃତି ଏକ ପାହାଡ଼ ପରି ଥିଲା।
ସେଥିପାଇଁ ମହର୍ଷି ବିଶ୍ରବା କୈକେୟୀଙ୍କ ଜ୍ୟେଷ୍ଠ ପୁତ୍ରର ନାମ ଦଶଗ୍ରୀବ ରଖିଥିଲେ, ଯିଏ ପରବର୍ତ୍ତୀ ସମୟରେ 3 ଲୋକରେ ରାବଣ ନାମରେ ପରିଚିତ ହୋଇଥିଲେ। ଏହାପରେ କୁମ୍ଭକର୍ଣ୍ଣ କୈକେୟୀଙ୍କ ଗର୍ଭରୁ ଜନ୍ମଗ୍ରହଣ କଲେ ଏବଂ ତାଙ୍କ ଭଳି ଉଚ୍ଚ ଓ ଚଉଡ଼ା ଅନ୍ୟ କୌଣସି ଜୀବ ନଥିଲେ। ଏହାପରେ ଖରାପ ରୂପର ସୁପର୍ଣ୍ଣଖା ଜନ୍ମ ହେଲେ ଏବଂ ଏହାପରେ କୈକେୟୀ ସାନ ପୁତ୍ର ଧର୍ମାତ୍ମା ବିଭୀଷଣ ଜନ୍ମଗ୍ରହଣ କରିଥିଲେ। ରାବଣଙ୍କ ଜନ୍ମ କାରଣରୁ ମଧ୍ୟ 3ଟି ଅଭିଶାପ ସୃଷ୍ଟି ହୋଇଥିଲା। ସନକବାଲ ବ୍ରାହ୍ମଣଙ୍କ ଅଭିଶାପରେ ରାବଣ ଜନ୍ମଗ୍ରହଣ କରିଥିଲେ। ମାନ୍ୟତା ଅନୁଯାୟୀ ରାବଣ ଏବଂ ତାଙ୍କ ଭାଇ କୁମ୍ଭକର୍ଣ୍ଣ ପୂର୍ବ ଜନ୍ମରେ ଭଗବାନ ବିଷ୍ଣୁଙ୍କ ଦ୍ୱାରପାଳ ଜୟ ବିଜୟ ଥିଲେ। ଥରେ ପାଳ ବ୍ରାହ୍ମଣମାନେ ଯେତେବେଳେ ଭିତରକୁ ଯିବାକୁ ଇଚ୍ଛା ପ୍ରକାଶ କଲେ, ଜୟ ବିଜୟ ସେମାନଙ୍କୁ ଯିବାକୁ ବାରଣ କଲେ। ଏଥିରେ ଅସନ୍ତୁଷ୍ଟ ହୋଇ ଶିଶୁ ବ୍ରାହ୍ମଣମାନେ ଉଭୟଙ୍କୁ ମୃତ୍ୟୁଲୋକରେ ଜନ୍ମ ଦେବା ପାଇଁ ଅଭିଶାପ ଦେଇଥିଲେ। ଯେତେବେଳେ ଜୟ ବିଜୟ ଏହି ଅଭିଶାପରୁ ମୁକ୍ତି ପାଇବାର ବାଟ ମାଗିଲେ, ତ ବ୍ରାହ୍ମଣମାନେ ଭଗବାନ ବିଷ୍ଣୁଙ୍କ ଶରଣାପନ୍ନ ହେବାକୁ ଉପଦେଶ ଦେଇଥିଲେ। ନାରଦଙ୍କ ମୋହ ପାଲଟିଲା ରାବଣ ଜନ୍ମର କାରଣ। ମାନ୍ୟତା ଅନୁସାୟୀ ଥରେ ନାରଦ ମୁନିଙ୍କୁ ଅହଙ୍କାର ହୋଇଗଲା ଯେ ସେ ମାୟାକୁ ଜିତି ନେଇଛନ୍ତି। ଭଗବାନ ବିଷ୍ଣୁ ତାଙ୍କର ଅହଙ୍କାର ବୁଝିଥିଲେ। ସେ ମାୟାର ଏକ ସହର ନିର୍ମାଣ କରିଥିଲେ। ମାୟା ପ୍ରଭାବରେ ନାରଦ ମୁନି ସେହି ସହରରେ ପହଞ୍ଚିଥିଲେ। ସେଠାରେ ରାଜାଙ୍କୁ ଭେଟିଲେ। ରାଜା ତାଙ୍କ କନ୍ୟାର ହାତ ଋଷିଙ୍କୁ ଦେଖାଇ ବିବାହଯୋଗ୍ୟ ବର ବିଷୟରେ ପଚାରିଲେ। କନ୍ୟାକୁ ଦେଖି ନାରଦ ମୁନି ତାଙ୍କ ଉପରେ ମୋହିତ ହୋଇଯାଇଥିଲେ। ନାରଦ ମୁନି ରାଜାଙ୍କୁ କହିଥିଲେ ଯେ କନ୍ୟାର ସ୍ୱୟଂବର କରାନ୍ତୁ, ଆପଣଙ୍କୁ ଉପଯୁକ୍ତ ବର ମିଳିବ। ଏକଥା କହିବା ପରେ ନାରଦ ବୈକୁଣ୍ଠରେ ପହଞ୍ଚି ନିଜ ମନର କଥା କହିଥିଲେ। ସେ କହିଥିଲେ ଯେ ପ୍ରଭୁ, ଦୁନିଆରେ ଆପଣଙ୍କଠାରୁ ସୁନ୍ଦର ଆଉ କେହି ନାହାନ୍ତି। ମୋତେ ହରିମୁଖ ଅର୍ଥାତ୍ ମୋତେ ଆପଣ ନିଜର ରୂପ ଦିଅନ୍ତୁ। ଭଗବାନ ପୁନର୍ବାର ପଚାରିଲେ, ମୁଁ କ'ଣ ଦେବି? ନାରଦ କହିଲେ, ହରିମୁଖ। ପ୍ରଭୁ ହରିମୁଖ। ସଂସ୍କୃତରେ ହରିର ଅର୍ଥ ମାଙ୍କଡ଼ ବି ଅଛି। ମାୟା ସୃଷ୍ଟି କରୁଥିବା ଭଗବାନ ବିଷ୍ଣୁ ନାରଦ ମୁନିଙ୍କୁ ମାଙ୍କଡ଼ର ରୂପ ଦେଇଥିଲେ। ନାରଦକୁ ଏହି ରୂପ ନେଇ ସ୍ୱୟଂବରକୁ ଗଲେ। ସେଠାରେ ଶିବ ବିଷ୍ଣୁଙ୍କ ନିର୍ଦ୍ଦେଶକ୍ରମେ ତାଙ୍କର 2ଟି ଶିବଗଣଙ୍କୁ ପଠାଇଥିଲେ। ସ୍ୱୟଂବରରେ ନାରଦ ମୁନି ଖୁସିରେ ବେକକୁ ଆଗେଇ ଆଗେଇ ନେଉଥିଲେ, ଯାହାଫଳରେ କନ୍ୟା ତାଙ୍କୁ ଦେଖି ବେକରେ ମାଳ ପିନ୍ଧାଇ ଦେବେ। ତାଙ୍କର ଏଭଳି କାର୍ଯ୍ୟ ଦେଖି କନ୍ୟା ହସିବାକୁ ଲାଗିଲା ଏବଂ ଶିବଙ୍କ ବେଶରେ ଆସିଥିବା ଗଣମାନେ ମଧ୍ୟ ତାଙ୍କୁ ଉପହାସ କରିବା ଆରମ୍ଭ କଲେ। ସେମାନେ କହିବାକୁ ଲାଗିଲେ, କନ୍ୟା ଦେଖି ମାଙ୍କଡ଼ ମଧ୍ୟ ସ୍ୱୟଂବର ପାଇଁ ଆସିଛନ୍ତି। ନିଜର ଉପହାସ ଦେଖି ନାରଦ ଦୁହିଁଙ୍କୁ ଅଭିଶାପ ଦେଲେ ଯେ ତୁମେ ମୋତେ ମାଙ୍କଡ଼ ବୋଲି କହୁଛ, ତୁମର ମୃତ୍ୟୁଲୋକରେ ମାଙ୍କଡ଼ ହିଁ ଶିକ୍ଷା ଦେବେ। ଶିବଙ୍କର ଏହି 2ଟି ଗଣ ରାବଣ ଓ କୁମ୍ଭକର୍ଣ୍ଣ ହେଲେ। ଏହାପରେ ନାରଦ ଦେଖିଲେ କନ୍ୟା ଯେଉଁ ବ୍ୟକ୍ତିଙ୍କ ବେକରେ ମାଳ ପିନ୍ଧାଇଛନ୍ତି ସେ ନିଜେ ଶ୍ରୀହରି। ତାପରେ ନାରଦ ସେମାନଙ୍କୁ ଅଭିଶାପ ଦେଲେ ଯେ ଯେପରି ତୁମେ ମୋର ଭବିଷ୍ୟତ ସ୍ତ୍ରୀକୁ ଛଡ଼ାଇ ନେଇଛ ଏବଂ ମୁଁ ତାଙ୍କ ବିୟୋଗରେ ବିଳାପ କରୁଛି, ଦିନେ ତୁମ ପତ୍ନୀଙ୍କ ମଧ୍ୟ ହରଣ ହୋଇଯିବ ଏବଂ ତମେ ଶୋକରେ ବନରେ ଭ୍ରମଣ କରିବ। ଏହି ଉପାୟରେ ରାମ ଓ ରାବଣଙ୍କ ଜନ୍ମ ସ୍ଥିର ହୋଇଥିଲା। ପ୍ରତାପଭାନୁ ରାବଣ ହେବାର କାରଣ। ସତ୍ୟଯୁଗର ଶେଷ ବେଳକୁ ଜଣେ ରାଜା ଥିଲେ ପ୍ରତାପଭାନୁ। ଥରେ ସେ ଜଙ୍ଗଲ ଭିତରେ ରାସ୍ତା ଭୁଲିଯାଇ ଜଣେ କପଟୀ ମୁନିଙ୍କ ଆଶ୍ରମରେ ପହଞ୍ଚିଥିଲେ। ସେହି କପଟୀ ବ୍ରାହ୍ମଣ ପ୍ରତାପଭାନୁଙ୍କ ଦ୍ୱାରା ପରାଜିତ ଜଣେ ରାଜା ଥିଲେ। ସେ ରାଜାଙ୍କୁ ଚିହ୍ନି ଯାଇଥିଲା, କିନ୍ତୁ ପ୍ରତାପଭାନୁ କପଟୀ ମୁନିର ବାସ୍ତବତାକୁ ଚିହ୍ନି ପାରିଲେ ନାହିଁ। ଏହାପରି ଭାବରେ ସେ ଚାଲାକ ଋଷି ରାଜାଙ୍କୁ ଏପରି କଥା କହିଲେ, ଯାହା ପ୍ରତାପଭାନୁଙ୍କୁ ଜାଣିଥିବା ବ୍ୟକ୍ତି ହିଁ କହିପାରିବ। ଏହା ଶୁଣି ରାଜାଙ୍କୁ ଲାଗିଲା ଯେ ସେ ଜଣେ ସିଦ୍ଧ ପୁରୁଷ। ରାଜା ତାଙ୍କୁ ପଚାରିଲେ, ସେ କିପରି ଚକ୍ରବର୍ତ୍ତୀ ହୋଇପାରିବେ? ଭଣ୍ଡ ଋଷି କହିଲେ ଯେ ସେ 3 ଦିନ ପରେ ବ୍ରାହ୍ମଣମାନଙ୍କୁ ଖାଇବାକୁ ଦିଅନ୍ତୁ ଏବଂ ସେମାନଙ୍କୁ ପ୍ରସନ୍ନ କରାନ୍ତୁ। ତାଙ୍କ ଆଶୀର୍ବାଦରେ ଆପଣ ଚକ୍ରବର୍ତ୍ତୀ ହୋଇପାରିବେ। ମୁଁ ନିଜେ ବ୍ରାହ୍ମଣମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବାକୁ ଆସିବି। 3 ଦିନ ପରେ ସେ କପଟୀ ମୁନି ଆସି ପହଞ୍ଚିଥିଲେ। ରାଜା 1 ଲକ୍ଷ ବ୍ରାହ୍ମଣଙ୍କୁ ଭୋଜନ ପାଇଁ ନିମନ୍ତ୍ରଣ
କରିଥିଲି। ଖାଦ୍ୟ ପରିଚିବା ଆରମ୍ଭ କରିବା ସମୟରେ ହିଁ ଖାଦ୍ୟରେ ମାଂସ ମିଶାଯାଇଥିବା ଆକାଶବାଣୀ ହୋଇଥିଲା। ଏହା ଅବକ୍ଷ ଅଟେ। ପ୍ରତାପଭାନୁ ଉପରେ କ୍ରୋଧିତ ହୋଇ ବ୍ରାହ୍ମଣମାନେ ତାଙ୍କ କୁଟୁମ୍ବ ସହିତ ରାକ୍ଷସ ହେବା ପାଇଁ ତାଙ୍କୁ ଅଭିଶାପ ଦେଇଥିଲେ। ଏହି ପ୍ରତାପଭାନୁ ରାବଣ, ତାଙ୍କ ଭାଇ କୁମ୍ଭକର୍ଣ୍ଣ ଏବଂ ପ୍ରତାପଭାନୁଙ୍କ ମନ୍ତ୍ରୀ ବିରୁରୁଚି ବିଭୀଷଣ ହୋଇ ଜନ୍ମଗ୍ରହଣ କରିଥିଲେ। ରାକ୍ଷସ ବଂଶରେ ଜନ୍ମ ନେବା ପାଇଁ ବିଭୀଷଣଙ୍କୁ କେବଳ ଅଭିଶାପ ଦିଆଯାଇଥିଲା, ତେଣୁ ସେ ରାକ୍ଷସ ହୋଇଥିଲେ ମଧ୍ୟ ଧର୍ମନିଷ୍ଠ ଥିଲେ। ରାବଣଙ୍କ ଜନ୍ମର ଏହା ଥିଲା ସମ୍ପୂର୍ଣ୍ଣ ରହସ୍ୟ। ଏହିପରି 3ଟି ଅଭିଶାପ ଯୋଗୁଁ ରାବଣ ଜନ୍ମ ହୋଇଥିଲା। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗୁଛି ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ। ଚ୍ୟାନେଲରେ ନୂଆ ହୋଇଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ ନିହାତି କରନ୍ତୁ ଏବଂ ଏହାକୁ ଆପଣଙ୍କର ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ପୁଣି ଥରେ ଆସିବି ଆଉ ଏକ ସୁନ୍ଦର ପୌରାଣିକ କଥା ନେଇ। କମେଣ୍ଟ ବକ୍ସରେ ଜୟ ଶ୍ରୀରାମ ନିଶ୍ଚୟ ଲେଖନ୍ତୁ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ଜୟ ଶ୍ରୀରାମ।